ଦେଖ ତୁମମାନଙ୍କର ଏଠାରେ ଦେଇଛି ବିଭିନ୍ନ ପ୍ରକାରର କୋଣ ଚିହ୍ନିବା। ଦେଖ ଦେଇଛି ବଗ ଥଣ୍ଟ, ଦେଖ ଏଠି, ତାହେଲେ ଏଇଟା ତମର କୋଉ କୋଣ ହବ? ସୂକ୍ଷ୍ମ କୋଣ ହବ। ଏଠି ବି ଏଇଟା ଦେଖ ସୂକ୍ଷ୍ମ କୋଣ। ତୃତୀୟ ଚିତ୍ରରେ ସୂକ୍ଷ୍ମ କୋଣ, ଚତୁର୍ଥ ଚିତ୍ରରେ ଏଇଟା ହବ ସ୍ଥୂଳ କୋଣ। ଠିକ୍ ଅଛି। ଏବେ ଦେଖ ଡାଇରେକ୍ଟ କ୍ୱେଶ୍ଚିନ୍ ଆନ୍ସର ଆମେ ଯିବା କରିବା। ପ୍ରୋଟ୍ରାକ୍ଟରରେ ତମେ ସବୁ କୋଣକୁ ଆରାମସେ ମାପି ପାରିବ। 1 ନମ୍ବର, ତଳେ ଦିଆଯାଇଥିବା ପ୍ରତ୍ୟେକ କୋଣର ତୁମ ମନପସନ୍ଦ ଚିତ୍ରଟି ଅଙ୍କନ କର। ଏହା କେଉଁ ପ୍ରକାରର କୋଣ ଲେଖ? ତୁମ ପାଇଁ ପ୍ରଥମଟିକୁ କରିଦିଆଯାଇଛି। ପ୍ରଥମେ ଦେଖ ପ୍ରୋଟ୍ରାକ୍ଟରରେ ମାପିବ। ଦେଖିବ ଏଇଟା ପୁରା 90 ଡିଗ୍ରୀ ହେଉଛି। ତାହେଲେ ଏଇଟା ଆମର, ଆମେ ଜାଣିଛେ ଯେଉଁ କୋଣର ପରିମାଣ ହେଉଛି 90 ଡିଗ୍ରୀ, ସେ ହେଉଛି ସମକୋଣ। ତାହେଲେ ଏଠି ଲେଖିବ ପ୍ରଥମ ଚିତ୍ରରେ ସମକୋଣ। ଦ୍ୱିତୀୟ ଚିତ୍ର ଦେଖା ଦେଇଛି, ଦେଖିବ ଏଇଟା ହେଉଛି ସୂକ୍ଷ୍ମ କୋଣ। ତୃତୀୟ ବି ସୂକ୍ଷ୍ମ କୋଣ। ଚତୁର୍ଥ ସ୍ଥୂଳ କୋଣ, କାହିଁକି ନା ଏହା ହେଉଛି 90 ଡିଗ୍ରୀରୁ ଅଧିକ। ପଞ୍ଚମ ଦେଖ ଚିତ୍ର ଦେଖ, ଏଇଟା ବି ଆମର ସୂକ୍ଷ୍ମ କୋଣ। ଷଷ୍ଠ ବି ସୂକ୍ଷ୍ମ କୋଣ। 2 ନମ୍ବର ଦେଖ, ପ୍ରତ୍ୟେକ ଚିତ୍ରରେ ଚିହ୍ନିତ କୋଣ ଗୁଡ଼ିକ କେଉଁ ପ୍ରକାରର କୋଣ ଲେଖ? ପ୍ରଥମ ଚିତ୍ର ସମକୋଣ। ଦ୍ୱିତୀୟ ଦେଖ, ଏ ଯେଉଁ ପିଲାଟି ବସିଛି ଏଠାରେ, ହଁ ଏଇଟା ଦେଖ ସୂକ୍ଷ୍ମ କୋଣ, ଏଇଟା ହେଉଛି ସୂକ୍ଷ୍ମ କୋଣ। ଏଇଟା ଆମର ସ୍ଥୂଳ କୋଣ। ଦେଖ ମୁଁ ତମର ଏଇଟା ଲେଖି ଦେଉଛି, ଏଇଠି ତୁମେ ଜାଣିପାରିବ। ତ ଦେଖନ୍ତୁ ଏଠି ଆମର 3 ନମ୍ବର ଏବେ କରିବା। ଆକୃତିର ନାମ ଦେଇଛି, କେତୋଟି କାଠିକୁ ନେଇ ଆକୃତି ଗଠିତ ହୋଇଛି, କୋଣ ସଂଖ୍ୟା। ତ ଦେଖ ତ୍ରିଭୁଜ ଆମର 3ଟି କାଠିକୁ ନେଇ ଗଠିତ ହୋଇଛି, କୋଣ ସଂଖ୍ୟା 3। ସେହିପରି ଚତୁର୍ଭୁଜ 4, କୋଣ ସଂଖ୍ୟା 4। ପଞ୍ଚଭୁଜ 5ଟି କାଠିକୁ ନେଇକି ହେଇଛି, 5ଟି କୋଣ। ଷଡ଼ଭୁଜର 6ଟି କାଠିକୁ ନେଇକି ହେଇଛି, 6ଟି କୋଣ। ସପ୍ତଭୁଜ 7ଟି କାଠିକୁ ନେଇକି ହେଇଛି, 7ଟି କୋଣ। ତାପରେ ଦେଇଛି 4 ନମ୍ବର, ତଳେ କେତେ ଗୁଡ଼ିଏ କୋଣର ମାପ ଦିଆଯାଇଛି, ସେଥିମଧ୍ୟରୁ ଯେଉଁଗୁଡ଼ିକ ସ୍ଥୂଳ କୋଣ ତା ଚାରିପଟେ ତ୍ରିଭୁଜ ଚିହ୍ନ, ସୂକ୍ଷ୍ମ କୋଣ ଚାରିପଟେ ବୃତ୍ତ ଚିହ୍ନ ଓ ସମକୋଣ ଚାରିପଟେ ଚତୁର୍ଭୁଜ ଚିହ୍ନ ଦିଅ। ତ ଏଠାରେ ଆମମାନଙ୍କର ଆମେ ଜାଣିଛେ ଯେଉଁ କୋଣର ପରିମାଣ 90 ଡିଗ୍ରୀ ସେ ହେଉଛି ସମକୋଣ। ଯେଉଁ କୋଣର ପରିମାଣ 0 ଡିଗ୍ରୀରୁ ଅଧିକ 90 ଡିଗ୍ରୀରୁ କମ୍ ସେ ହେଉଛି ସୂକ୍ଷ୍ମ କୋଣ। ଆଉ ଯେ 90 ଡିଗ୍ରୀରୁ ଅଧିକ 180 ଡିଗ୍ରୀରୁ କମ୍ ସେ ହେଉଛି ସ୍ଥୂଳ କୋଣ। ତ ଏହି ହିସାବରେ ତୁମେମାନେ ବୃତ୍ତ ଏବଂ ତ୍ରିଭୁଜ ଏବଂ ଚତୁର୍ଭୁଜ ଚିହ୍ନ କରିପାରିବ। ତାପରେ ଦେଖନ୍ତୁ ଦେଖନ୍ତୁ ଦେଇଛି 5 ନମ୍ବର, ତଳେ ଦେଇଥିବା ପ୍ରତ୍ୟେକ ଚିତ୍ରରେ ଥିବା କୋଣ ଗୁଡ଼ିକର ନାମ ଲେଖ। ପ୍ରତ୍ୟେକ ଡାହାଣ ପାଖରେ ତାହା କି ପ୍ରକାର କୋଣ ଲେଖ। ପ୍ରଥମ ଚିତ୍ରରେ ଦେଖ କୋଣ ଗୁଡ଼ିକ କ'ଣ ଅଛି? କ ଖ ଗ କୋଣ, ତାପରେ କ ଖ ଙ କୋଣ, ଙ ଖ ଘ କୋଣ, ଘ ଖ ଗ କୋଣ, କ ଖ ଗ କୋଣ ଆଉ ୱ ଖ ଗ କୋଣ। ତାହେଲେ ପ୍ରଥମ ଚିତ୍ରରେ ଆମର ହେଇଗଲା। କୋଣ ଗୁଡ଼ିକ ଯଥାକ୍ରମେ ସେକେଣ୍ଡ ଚିତ୍ର ଦେଖ, କ ଖ ଘ କୋଣ ଆଉ ଗ ଖ ଆଉ ଘ କୋଣ। ସେମିତି ତୃତୀୟ ଚିତ୍ର ଦେଖ, କୋଣ ଗୁଡ଼ିକ ଆମର କ'ଣ ହେବେ ନା ଟ ଠ ଣ, ତ ଠ ଣ, ତ ଠ ଥ, ଥ ଠ ଡ, ଟ ଠ ତ, ତ ଠ ଡ, ଣ ଠ ଥ। ଠିକ୍ ଅଛି। 6 ନମ୍ବର କ୍ୱେଶ୍ଚିନ୍ ଅଛି, ସ୍କେଲ୍ ଓ ପ୍ରୋଟ୍ରାକ୍ଟର ବ୍ୟବହାର କରି 30 ଡିଗ୍ରୀ, 45 ଡିଗ୍ରୀ, 90 ଡିଗ୍ରୀ ପରିମାଣର କୋଣ ଅଙ୍କନ କର ଏବଂ ସେହି କୋଣ ଗୁଡ଼ିକର ନାମ ଲେଖ। ତ ଆସ ଦେଖିବା କେମିତି ସ୍କେଲ୍, ପ୍ରୋଟ୍ରାକ୍ଟର ଆଉ ପେନ୍ସିଲ୍ ବ୍ୟବହାର କରିକି ଆମେ କୋଣ ଅଙ୍କନ କରୁଛେ। ପ୍ରଥମେ ସ୍କେଲ୍ରେ ଆମେ ଗାରଟେ ଆଣିଦେଲେ, ତାପରେ ପ୍ରୋଟ୍ରାକ୍ଟର ରଖି 30 ଡିଗ୍ରୀ ପାଖରେ ଚିହ୍ନ ଦେଲେ, ତାପରେ ପ୍ରୋଟ୍ରାକ୍ଟର ରଖିକି ଚିହ୍ନ ଦେଲା ପରେ ସଂଯୋଗ କରିବା। ସେହିପରି ଭାବରେ ଆମେ 30 ଡିଗ୍ରୀ, 45 ଡିଗ୍ରୀ, 90 ଡିଗ୍ରୀର ପରିମାଣ ଅଙ୍କନ କରିଦେବା ଆଉ ତାର ନାମକରଣ କରିବା।
तो वर्तमान देख 7 नंबर क्वेश्चन ट्रैफिक पुलिस रो छवि देखि कह ट्रैफिक पुलिस रो बाम हाथटी केउं प्रकार कोण उत्पन्न करुथिबार देखुच। देख बाम हाथटी आमर समकोण उत्पन्न करुची। डाण हाथटी तार देह सह केते डिग्री मापर कोण अंकन करुअछि। डाण हाथटी तार देह सह 90 डिग्री कोण अंकन करुअछि।